Good morning, all of you students. Welcome to our Gadi Residential High School. ପିଲାମାନେ ପ୍ରିଭିୟସ୍ କ୍ଲାସ୍ରେ ଆମେ ଆଲୋକର ପ୍ରତିଫଳନ ଓ ପ୍ରତିସରଣ ବିଷୟରେ ସମ୍ୟକ ଧାରଣା ଦିଆଯାଇଛି ତୁମମାନଙ୍କୁ। ତେବେ ଆମେ ପ୍ରିଭିୟସ୍ କ୍ଲାସ୍ରେ ଆଉ କ'ଣ କ'ଣ ସବୁ ପଢ଼େଇଛେ ନା ପ୍ରିଭିୟସ୍ କ୍ଲାସ୍ରେ ଆମେ ପଢ଼ିଲେ କିଭଳି ଭାବରେ ଆମେ ଅବତଳ ଦର୍ପଣରେ କେମିତି ଗୋଟେ ଜାଗାରେ ବସ୍ତୁ ରଖିଲେ କିଭଳି ଭାବରେ ତା'ର ପ୍ରତିବିମ୍ବ ସୃଷ୍ଟି ହେଉଛି, ଉତ୍ତଳ ଦର୍ପଣରେ ବସ୍ତୁ ରଖିଲେ କିଭଳି ତା'ର ପ୍ରତିବିମ୍ବ ସୃଷ୍ଟି ହେଉଛି, କେଉଁ ଜାଗାରେ ବସ୍ତୁ ରହିଲେ ତା'ର ପ୍ରତିବିମ୍ବ କେଉଁ ଜାଗାରେ ସୃଷ୍ଟି ହେଉଛି, ବଡ଼ ହେଉଛି ନା ଛୋଟ ହେଉଛି, ହେଲା। ଆଉ ଆଭାସୀ ହେଉଛି ନା କ'ଣ ଆଭାସୀ ହେଉଛି ନା କ'ଣ ହେଉଛି ପିଲାମାନେ, ଆଉ କ'ଣ କ'ଣ ପଢ଼ା ହେଇଥିଲା ନା ବାସ୍ତବ ହେଉଛି, ଆଭାସୀ ସଳଖ ହେଉଛି ନା ବାସ୍ତବ ଓଲଟା ହେଉଛି। ତେବେ ତା ପ୍ରିଭିୟସ୍ କ୍ଲାସ୍ରେ ଆମେ କ'ଣ ପଢ଼େଇଥିଲେ, ଆହୁରି ମଧ୍ୟ ପଢ଼େଇଥିଲେ ଆମର ସାଇନ୍ କନଭେନସନ୍ ପଢ଼େଇଥିଲେ ବର୍ତ୍ତୁଳାକାର ଦର୍ପଣ କିଭଳି ପ୍ରତିଫଳନ ପାଇଁ ଆମେ କେଉଁ ସଂକେତ ପ୍ରଥା ବ୍ୟବହାର କରିବା ତା ବିଷୟରେ ମଧ୍ୟ ପଢ଼େଇଥିଲେ। ତେବେ ବର୍ତ୍ତମାନ ଆମେ ଆସିବା ଆଉ କ'ଣ ଆସିବା ଦର୍ପଣ ସୂତ୍ର ମଧ୍ୟ ହିଁ ପଢ଼େଇଥିଲେ ମନେ ଥିବ ପିଲାମାନେ। ଆମେ ପଢ଼େଇଥିଲେ କ'ଣ ନା 1/f ଇଜ୍ ଇକ୍ୱାଲ୍ ଟୁ 1/v ପ୍ଲସ୍ 1/u କଥା ମଧ୍ୟ ପଢ଼େଇଥିଲେ ପିଲାମାନେ। 1/u କ'ଣ, ୟୁ ହେଉଛି କ'ଣ ଯେଉଁଟାକୁ ଆମେ କହୁଛେ ଅବଜେକ୍ଟ ଡିଷ୍ଟାନ୍ସ, ବସ୍ତୁଠାରୁ ହେଲା ମିରରର ଦୂରତା କେତେ। ମୁଁ କହିଛି ପିଲାମାନେ ମିରରର ଦୂରତା ସବୁବେଳେ କେଉଁଠୁ ନା ପୋଲ୍ରୁ ହିଁ ହିସାବ କରାଯାଏ। ଯେଉଁ ଦର୍ପଣର ଦୂରତା ସବୁବେଳେ ପୋଲ୍ଠାରେ ହିସାବ କରାଯାଏ। ଏଇଟା ହେଉଛି କ'ଣ ନା ପୋଲ୍ରୁ ବସ୍ତୁର ଦୂରତା, ଏଇଟା ହେଉଛି କ'ଣ ନା ପୋଲ୍ରୁ ପ୍ରତିବିମ୍ବର ଦୂରତା ଭି। ଏଫ୍ କ'ଣ ହେଉଛି ନା ଫୋକାଲ୍ ଲେନ୍ଥ। ତୁମେ ଜାଣିଛ ପୋଲ୍ ଠାରୁ ଫୋକସ୍ର ଦୂରତାକୁ ଆମେ ଫୋକାଲ୍ ଲେନ୍ଥ କହିବା। ତାହେଲେ ଏ ଫର୍ମୁଲା ତୁମମାନଙ୍କୁ ଆଗରୁ ମୁଁ ପଢ଼େଇ ସାରିଛି, ହେଲା। ଆଚ୍ଛା, ପ୍ରିଭିୟସ୍ କ୍ଲାସ୍ରେ ଯେଉଁମାନେ ଭିଡ଼ିଓ ଦେଖିନ ପୂର୍ବ କ୍ଲାସ୍ର ଭିଡ଼ିଓ ସବୁ ଦେଖ, ଜାଣିପାରିବ। ତାହେଲେ ଏବେ ଆମେ ପିଲାମାନେ ପଢ଼ିବା ଆଲୋକର ପ୍ରତିସରଣ କ'ଣ, ହେଲା, ଯାହାକୁ ଆମେ କହୁଛେ ରିଫ୍ରାକ୍ସନ୍ କହୁଛେ। କ'ଣ କହୁଛେ ରିଫ୍ରାକ୍ସନ୍ ଅଫ୍ ଲାଇଟ୍। ବୁଝିପାରିଲ ନା, ରିଫ୍ରାକ୍ସନ୍ ଅଫ୍ ଲାଇଟ୍ କହିବା। ତେବେ ଆମେ ଯେଉଁ ଫାଷ୍ଟ ପଢ଼ଉଥିଲେ ସେଇଟା ହେଲା ପ୍ରତିଫଳନ, ଯାହାକୁ ଆମେ ରିଫ୍ଲେକ୍ସନ୍ କହୁଥିଲେ। ଏଇଟା ତାର ଠିକ୍ ଓଲଟାଟା, ଯାହାକୁ ଆମେ ରିଫ୍ରାକ୍ସନ୍ ବୋଲି କହୁଛେ ବା ପ୍ରତିସରଣ ବୋଲି କହୁଛେ। ତ ପିଲାମାନେ ଆମେ ଆଗରୁ ଜାଣିଛେ ଯଦି ଗୋଟେ ସ୍ୱଚ୍ଛ ମାଧ୍ୟମରେ ଆଲୋକ ଯଦି ଆମେ ଗତି କରିବ, ସ୍ୱଚ୍ଛ ମାଧ୍ୟମରେ ଆଲୋକ ଗତି କଲାବେଳେ କେମିତି ଗତି କରିବ ନା ସ୍ୱଚ୍ଛ ମାଧ୍ୟମରେ ଆଲୋକ ତଳେ ଏକ ସରଳ ରେଖାରେ ଗତି କରେ। ମାତ୍ର ଯେତେବେଳେ ଆଲୋକ ଗୋଟେ ସ୍ୱଚ୍ଛ ମାଧ୍ୟମରୁ ଆଉ ଗୋଟେ ସ୍ୱଚ୍ଛ ମାଧ୍ୟମ ଭିତରକୁ ପଶି ପ୍ରବେଶ କରେ ସେତେବେଳେ କ'ଣ ହୁଏ, ଏଇ ଚାପ୍ଟରରେ ଆମେ କ'ଣ କରିବା ଆଲୋଚନା କରିବା। ମନେକର ଗୋଟେ ଲାଇଟ୍ଟା ପଡ଼ିଲା, ଗୋଟେ କାଚର ଅଛି, ଗୋଟେ ଗ୍ଲାସ୍ ଅଛି, ସେ ଗ୍ଲାସ୍ ଭିତରେ ଲାଇଟ୍ଟା ପଡ଼ିଲା, ଗ୍ଲାସ୍ ସେପଟକୁ ଲାଇଟ୍ଟା କେଉଁଭଳି ଭାବରେ ଯିବ ସେ କଥା ଆମେ ପଢ଼ିବା। କାଚ ଗ୍ଲାସ୍, ହେଲା। ତେବେ ପିଲାମାନେ ତୁମେମାନେ ଲକ୍ଷ୍ୟ କରିଥିବ ଯେ ଯେଉଁ ଜଳାଶ୍ରୟ ଗୁଡ଼ିକ ମାନେ ଗୋଟେ ଯେଉଁ ପୋଖରୀ ହେଉ କି ନଦୀ ହେଉ ଯେଉଁଥିରେ ପାଣି ସବୁ ଫୁଲ୍ ହେଇକି ରହୁଛି, ପୁରା ନିର୍ମଳ ଦେଖାଯାଉଛି ନା ନାହିଁ, ସେ ତାକୁ ଚାହିଁଲେ ଆମେ କ'ଣ ଦେଖିବା ନା ତାର ନିମ୍ନ ପୃଷ୍ଠ ଯେଉଁ ଟିକେ ମାନେ ବାଲି ଯେଉଁ ଆସିଲା, ଧର ନଈ କନେଇବା, ନଈ ତଳେ କ'ଣ ଅଛି ନା ପାଣି ତଳେ ବାଲି ଅଛି। ତାହେଲେ ଆମକୁ କ'ଣ ଦେଖାଯିବ, ଦେଖାଯିବ ଯେ ବାଲିଟା ଟିକେ ଉପରକୁ ଉଠିଲା ଭଳିଆ ଦେଖାଯିବ। ଆମେ ଭାବୁଥିବା ହେ ଏତିକି ପାଣି, ଅଳ୍ପ ଟିକେ ପାଣି ଅଛି, ଯେ ତା ଭିତରେ ଆମେ ପଶିକି ପଳେଇଯିବା। ପ୍ୟାଣ୍ଟ ଟେକିବାକୁ ପଡ଼ିବନି କି ପ୍ୟାଣ୍ଟ ଅଳ୍ପ ଟିକେ ଟେକିଦେଲେ ପଳେଇବା, ଆମେ ଆଣ୍ଠୁ ପର୍ଯ୍ୟନ୍ତ ଟେକିଦେବା ପ୍ୟାଣ୍ଟକୁ ପଳେଇବା। କିନ୍ତୁ ତା ଭିତରେ ଯଦି ଆମେ ଭିତରକୁ ପଶିଯିବା ଦେଖିବା ସେ ଅଣ୍ଟାଏ ପାଣି ହେଇଯିବ। କିନ୍ତୁ ଏଇସବୁ ଜିନିଷ କେମିତି ସମ୍ଭବ ହେଲା, ଦେଖାଯାଉଛି ଏତେ ଅଳ୍ପ ପାଣି କିନ୍ତୁ ପଶିଗଲାଠାରୁ ଅଧିକା ପାଣି ହେଉଛି। ତାହେଲେ ଏଇସବୁ ଜିନିଷ ଆମେ ବର୍ତ୍ତମାନ ଏଇ ଚାପ୍ଟର ଡିସ୍କସନ୍ କରିବା। ଖବରକାଗଜ ଉପରେ ଏକ ମୋଟା ଆୟତାକାର ଗୋଟେ କାମ କରିବା ଦେଖିଲା ନା, ଗୋଟେ ଆମେ ଦେଖିବା ଖବରକାଗଜ ଉପରେ ଗୋଟେ ମୋଟା ଆୟତାକାର କାଚ ଖଣ୍ଡ ରଖି ତା ମଧ୍ୟରେ ଦେଖିଲେ ତା ତଳେ ଥିବା ଅକ୍ଷର ଗୁଡ଼ିକ ଉପରକୁ ଉଠିଲା ପରି ଦେଖାଯାଏ। ତୁମେ ଦେଖିଥିବ ପିଲାମାନେ ଆମ ଯେଉଁ ପେପର ୱେଟ୍ ଯାହା କୁହନ୍ତି, ଟେବୁଲ୍ ଫେବୁଲ୍ ଉପରେ ପେପର ଥୁଆ ହେଇଥିବ, ତା ଉପରେ ଗୋଟେ କାଚର ଗୋଲଟା ଥୁଆ ହେଇଥିବ କି ଚାରିକାଣି କାଚଟା ଥୁଆ ହେଇଥିବ। ଏସବୁ ତୁମେ ଦେଖିଥିବ ପିଲାମାନେ। ତାହେଲେ ଏସବୁରେ କ'ଣ ହୁଏ ନା ଏସବୁ ତା ଯଦି ଆମର ଗୋଟେ ଅକ୍ଷର ଲେଖା ହେଇଥାଏ, ତା ଭିତରେ ଗୋଟେ ଅକ୍ଷର ସବୁ ଲେଖା ହେଇଥିବ, ବଡ଼ ବଡ଼ ଅକ୍ଷର ଦେଖାଯାଉଥିବ ଉପରୁ ଦେଖିଲେ। ସେଇଟା କ'ଣ ହୁଏ ପିଲାମାନେ ନା ତା ତଳେ ଲେଖା ହେଇଥିବ, ତଳେ ଗୋଟେ କାଗଜରେ ଲେଖା ହେଇକି ତା ତଳେ ଛପା ହେଇଥିବ, ଅଠା ଦେହରେ ଯୋଡ଼ା ହେଇଥିବ। କିନ୍ତୁ ଉପର ପଟୁ ଦେଖିଲେ ଅକ୍ଷର କ'ଣ ଦେଖାଯାଏ, ବଡ଼ ବଡ଼ ଦେଖାଯାଏ। ଏପରି କାହିଁକି ହୁଏ? ତୁମେ କେବେ କାଚ ଗ୍ଲାସ୍ରେ ଥିବା ଜଳ ଭିତରେ ଆଂଶିକ ଭାବରେ ବୁଡ଼ିଥିବା ପେନସିଲ୍କୁ ଲକ୍ଷ୍ୟ କରିଛ? ଏହା ଜଳ ଓ ବାୟୁର ବ୍ୟବଧାନ ପୃଷ୍ଠ ନିକଟରେ ଟିକେ କ'ଣ ହେବ ନା ବଙ୍କେଇଲା ପରି ଜଣାପଡ଼େ। ଗୋଟେ କାଚ ପାତ୍ରରେ ଜଳ ନେଇ ସେଥିରେ ଗୋଟେ ଲେମ୍ବୁକୁ ବୁଡ଼ା ରଖି କଡ଼ରୁ ଲକ୍ଷ୍ୟ କଲେ ଲେମ୍ବୁର ଆକାର କ'ଣ ଆସିଲା, ବଢ଼ିଗଲା ପରି ଲେଖାଯିବ। ଦେଖିଥିବ ଦୋକାନମାନଙ୍କରେ ପିଲାମାନେ ରଖିଥିବେ, ପୁରା ଦୋକାନ ବମ୍ ଫମ୍ ଆଗରେ ସବୁ ସଜେଇଥିବେ, ବମ୍ ଭିତରେ ରସଗୋଲା ସବୁ ରଖିଥିବେ, ଦେଖିଛ ନା ନାହିଁ ରେ ପିଲେ? ତାହେଲେ ବମ୍ ଭିତରେ ରସଗୋଲା ଥୁଆ ହେଇଥିବ, ତୁମେ ଯେତେବେଳେ ଦୋକାନକୁ ଯିବ ତୁମକୁ ଦେଖାଯିବ ବାଃ କେତେ ବମ୍ ଭିତରେ କେତେ ବଡ଼ ବଡ଼ ରସଗୋଲା ଅଛି। ତୁମେ ପଚାରେ କେତେ ଟଙ୍କା ନା 5 ଟଙ୍କା। ବା 5 ଟଙ୍କାରେ ଏଇଟା ବଡ଼ ବଡ଼ ରସଗୋଲା ମିଳୁଛି କି? ସାଙ୍ଗେ ସାଙ୍ଗେ ତୁମେ କ'ଣ କହିବ, ଭାଇ 2ଟା ଦିଅ କି 4ଟା ଦେଇଦିଅ। ଯେତେବେଳେ ସେ ବମ୍ ଭିତରୁ ବାହାର କରିକି ତୁମକୁ ପ୍ଲେଟ୍ରେ ଆଣି ଦେଇଦେବ, ତାପରେ ତୁମେ ଠିକ୍ ଭାବରେ ଜାଣିପାରିବ କେତେ ବଡ଼ ବଡ଼ ରସଗୋଲା ବୋଲିକି। ବୁଝୁଛ ନା ନାହିଁ? ହେଲେ ଏଇସବୁ ଜିନିଷ
ବର୍ତ୍ତମାନ ଆସ ଜଳ ମଧ୍ୟରେ ଆଂଶିକ ବୁଡ଼ିଥିବା ପେନସିଲର ବଙ୍କେଇ ଯାଉଛି ଆମେ ତା କଥା ବିଚାର କରିବା। ଜଳସ୍ତରରେ ଉପରେ ରହିଥିବା ପେନସିଲର ଅଂଶକୁ ଆଲୋକ ତୁମ ଆଡ଼କୁ ଯେଉଁ ଦିଗରୁ ଆସେ ତା ତୁଳନାରେ ଜଳ ମଧ୍ୟରେ ବୁଡ଼ି ରହିଥିବା ପେନସିଲ ଅଂଶରୁ ଆଲୋକ ତୁମ ଆଡ଼କୁ କ'ଣ ଆସିବ ନା ଅନ୍ୟ ଦିଗରୁ ଆସିଲା ଭଳିଆ ଜଣା ପଡ଼ିବ। ଏହି କାରଣରୁ ବ୍ୟବଧାନ ପୃଷ୍ଠ ନିକଟରେ ପେନସିଲ କିଛି ବିସ୍ଥାପିତ ହେଲା ପରି ଜଣାପଡ଼ିବ। ଏହି କାରଣରୁ କାଚ ତଳେ ଥିବା ଯେଉଁ ଖବରକାଗଜ ଅକ୍ଷର ଗୁଡ଼ିକ କାଚ ସ୍ଲାବ୍ ମଧ୍ୟ ଦେଖିଲେ ସେଗୁଡ଼ା କ'ଣ ଆସିବ ନା ଉପରକୁ ଠେଲି ଆସିଲା ଭଳିଆ ଦେଖାଯିବ। ଗୋଟେ ଗ୍ଲାସ୍ରେ ପିଲାମାନେ ଜଳ ନ ନେଇ ଅନ୍ୟ କିଛି ତରଳ ଯଥା କିରୋସିନ ନେବା କି ଆମର ଟର୍ପେଣ୍ଟାଇନ୍ ଅଏଲ୍ ନେବା ନେଇ ପେନସିଲକୁ ତା ଭିତରେ ବୁଡ଼େଇବା। ଖବରକାଗଜ ଉପରେ ସ୍ଲାବ୍ ନ ରଖି ସମାନ ମୋଟିର ସ୍ୱଚ୍ଛ ପ୍ଲାଷ୍ଟିକର ସ୍ଲାବ୍ ରଖିବା ହେଲା, କାଚର ନ ରଖି ପ୍ଲାଷ୍ଟିକର ରଖିବା। ସେଇ ସ୍ଲାବ୍ ତଳେ ରହିଥିବା ଅକ୍ଷର ଗୁଡ଼ିକ କ'ଣ ସମାନ ସହିତ ଉଠିଲା ବୋଲି ଦେଖାଯିବ ଦେଖିବା ଆମେ। ତୁମେ ଲକ୍ଷ୍ୟ କରିପାରିବ ଯେ ଏ ପ୍ରକାର ପ୍ରଭାବର ମାତ୍ରା ଭିନ୍ନ ଭିନ୍ନ ମାଧ୍ୟମ ଯୋଗାଣ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ଯେଭଳି ଭାବରେ କାଚରେ ଆମେ ଦେଖିପାରୁଛୁ ଯେମିତି ଦେଖାଯାଉଛି ପ୍ଲାଷ୍ଟିକରେ ସେମିତି ଦେଖାଯିବ ନାହିଁ। ଏହି ପର୍ଯ୍ୟବେକ୍ଷଣରୁ ଆମେ କ'ଣ ଜାଣିଲେ ନା ଏହି ପର୍ଯ୍ୟବେକ୍ଷଣରୁ ଜଣାପଡ଼ୁଛି ଯେ ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଗତି କଲାବେଳେ ସମାନ ଦିଗରେ ଗତି କରେ ନାହିଁ। ଆଲୋକ ଗୋଟିଏ ମାଧ୍ୟମରୁ ଆମର ବାୟୁରୁ କାଚ ଗ୍ଲାସ୍ ଭିତରେ ପଡ଼ୁ କି କାଚ ଗ୍ଲାସ୍ ଭିତରୁ ଆମର ବାୟୁ ଭିତରେ ପଡ଼ୁ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଆମେ ଆଲୋକ ପ୍ରବେଶ କରିବ ସେତେବେଳେ ଆମର କ'ଣ ହେବ ନା ତା'ର ଦିଗ ସମାନ ଦିଗରେ ଗତି କରିବ ନାହିଁ, ବଙ୍କାଳେ ଦେଖାଯିବ। ଆଲୋକ ତିର୍ଯ୍ୟକ ଭାବରେ ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମ ଭିତରେ ପ୍ରବେଶ କଲେ ତା'ର ସଞ୍ଚରଣ ଦିଗ ଦ୍ୱିତୀୟ ମାଧ୍ୟମରେ କ'ଣ ହେଇଯାଏ ବଦଳାଇ ଯାଏ। ଏହିପରି ଘଟଣାକୁ ଆଲୋକର ପ୍ରତିସରଣ କୁହାଯାଏ। ବୁଝିଲେ ପିଲାମାନେ? ଆଲୋକ କ'ଣ ହେଉଛି ନା ତିର୍ଯ୍ୟକ ଭାବରେ ଯଦି ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ପ୍ରବେଶ କରେ ତା ସଞ୍ଚାରଣ ଦିଗ କ'ଣ ହେଇଯାଏ ଦ୍ୱିତୀୟ ମାଧ୍ୟମରେ କ'ଣ ହେଇଯାଏ ବଦଳିଯିବ। ଏହି ଘଟଣାକୁ ଆଲୋକର ପ୍ରତିସରଣ କୁହାଯାଏ। କେତେ ଗୁଡ଼ିଏ କାର୍ଯ୍ୟ ମାଧ୍ୟମରେ ଏହା ଆମେ ଭଲ ଭାବରେ ବୁଝିପାରିବା। ହେଲା ପିଲେ ବର୍ତ୍ତମାନ ଏକାଥରେ ତ ମୁଁ ନେଇଯାଉଛି କେମିତି ଆମେ ଦେଖିବା ଗୋଟେ ଆୟତାକାର କାଚ ସ୍ଲାବ୍ ମଧ୍ୟରେ କେମିତି ପ୍ରତିସରଣ ହେଉଛି। ଆମେ ଗୋଟେ ନୂଆ ପଏଣ୍ଟ ପଢ଼ିବା। ଗୋଟା ହେଉଛି ଆୟତାକାର କାଚ ସ୍ଲାବ୍ ମଧ୍ୟରେ ପ୍ରତିସରଣ କେମିତି ଦେଖିବା ପିଲାମାନେ ଗୋଟେ ଆୟତାକାର କାଚ ସ୍ଲାବ୍ ନେବା ତା ଭିତରେ କେଉଁ ଭାବରେ ପ୍ରତିସରଣ ହେଉଛି ଆମେ ବର୍ତ୍ତମାନ କ'ଣ କରିବା ଦେଖିବା। ହେଲା ପିଲେ ତାହେଲେ ବର୍ତ୍ତମାନ ଆମେ କ'ଣ କରିବା ବୁଝିଦେଉଛି ତୁମକୁ କ୍ଲିଅର ଭାବରେ, କିଛି ଟେନସନ୍ ନେବ ନାହିଁ। ବର୍ତ୍ତମାନ ମୁଁ ଗୋଟେ କ'ଣ କରିବି ନା କାଚ ସ୍ଲାବ୍ ଗୋଟେ କରିବି। ହେଲା ଗୋଟେ କାଚ ସ୍ଲାବ୍ କରୁଛି ପିଲାମାନେ ଦେଖ ଭଲ ଭାବରେ। এটা ହେଉଛି ଗୋଟେ ଆୟତାକାର କାଚ ସ୍ଲାବ୍। ହେଲା ବର୍ତ୍ତମାନ ନାଁ ଦେଇଦେବା ଏ, ଏଇଟା ନାଁ ଦେଇଦେବା ବି, ଏଇଟା ନାଁ ସି, ଏଇଟା ନାଁ ହେଉଛି ଡି। କ୍ଲିଅର ପିଲାମାନେ? ବର୍ତ୍ତମାନ କ'ଣ କରିବା ଗୋଟେ ଆଲୋକ ରଶ୍ମି ତା ଉପରେ ଗୋଟେ କାଚ ସ୍ଲାବ୍ ଉପରେ ଗୋଟେ ଆଲୋକ ରଶ୍ମି ପକାଇବା। କ'ଣ ପକାଇବା ଗୋଟେ ଆଲୋକ ରଶ୍ମି କାଚ ସ୍ଲାବ୍ ଉପରେ ପକାଇବା। ହେଲା ଏଇଟା ହେଉଛି ଗୋଟେ ଆଲୋକ ରଶ୍ମି ଯାହାକୁ ଆମେ କ'ଣ କହୁଛେ ଏଇଟା ହେଉଛି ଆମର ଆପତିତ ରଶ୍ମି ଯାହାକୁ ଆମେ କହୁଛେ ଇନ୍ସିଡେଣ୍ଟରେ। ହେଲା ଏଇଟା ମନେକର କ'ଣ ଆସିବ ନା ନର୍ମାଲ୍ ଆସିବ। ନର୍ମାଲ୍ ବୁଝୁଛ ଅବିଲମ୍ବ ଯେଉଁଟା ହେଲା ପ୍ରତିଫଳନ ପୃଷ୍ଠ ତା ଉପରେ ଯେଉଁଟା ଅବିଲମ୍ବ ତାକୁ ଆମେ ନର୍ମାଲ୍ ବୋଲି ଇଂଲିଶରେ କହିଥାଉ। 90 ଡିଗ୍ରୀ ହେବ। ବର୍ତ୍ତମାନ ଦେଖିବା ବୁଝେଇଦେବି ପିଲାମାନେ ଚିତ୍ରଟା କରିଦେଉଛି ଆଗ ତାପରେ ବୁଝେଇଦେବି। ଏଠି ବର୍ତ୍ତମାନ କ'ଣ କରିବା ଗୋଟେ ଅବିଲମ୍ବ କରିବା। ଭଲ ଭାବରେ ବୁଝିବ ପିଲାମାନେ, ଇମ୍ପୋର୍ଟାଣ୍ଟ ଜିନିଷ ପରୀକ୍ଷାରେ ପଢ଼ିପାରେ। ଏଇଟା ଆସିଲା ହେଲା ବୁଝୁଛ ନା ନାହିଁ? ତାହେଲେ ବର୍ତ୍ତମାନ ଲାଇଟ୍ଟା କୁଆଡ଼େ ଯିବ ଦେଖିବା। ହେଲା ପିଲାମାନେ ଏଇଭଳିଆ ଚିତ୍ରଟା କରିବା ଆମେ। ହେଲା
ଦେଖୁଛ ପିଲାମାନେ ନା ସବୁ ଦିଅ ନା ଦେଇଦେବି ବୁଝେଇଦେବି ଟେନସନ୍ ନିଅ ନାହିଁ ବୁଝେଇଦେବି ଓ ଡ୍ୟାସ୍ ଏଇଟା ହେଉଛି କାଚ ସ୍ଲାବ୍ ଏଇଟା ହେଉଛି ବାୟୁ ହେଲା ଏଇଟା ବାହାରେ ବାୟୁ ଏଇଟା ବି ବାହାରେ ବି ବାୟୁ ଏଇଟା ହେଉଛି କାଚ ସ୍ଲାବ୍ ହେଲା କାଚ ସ୍ଲାବ୍ ହେଲା ପିଲାମାନେ କ୍ଲିୟର ବୁଝିଲା ହେଲା ଏଇଭଳିଆ ଯେତେଟା ଆମେ କରିବା ଦେଖିବା ଆମେ ଏସବୁ ଜିନିଷରୁ କ'ଣ ଆମେ ବୁଝିଲେ ଦେଖିବା ଇମ୍ପୋର୍ଟାନ୍ସ ପିଲାମାନେ ଦେଖ ଆମେ କ'ଣ କରିବା ନା ଗୋଟେ କାଚ ସ୍ଲାବ୍ ମଧ୍ୟରେ କେଉଁ ଭାବରେ ଆଲୋକର ପ୍ରତିସରଣ ହେଉଛି ତାକୁ ଆମେ ବୁଝିବା ଦେଖ ପିଲାମାନେ ଆମ ଗୋଟେ କାମ କରିବା ଡ୍ରଇଂ ପିନ୍ ଦ୍ୱାରା ଏକ ଧଳା କାଗଜ ଫର୍ଦ୍ଦକୁ ଡ୍ରଇଂ ପଟା ଉପରେ ଲଗାଇବା ହେଲା ଗୋଟେ ଟେବୁଲ୍ ନେବା ଡ୍ରଇଂ ପଟା ନେବା କିମ୍ବା ଟେବୁଲ୍ ନେବା ଟେବୁଲ୍ ଉପରେ ଗୋଟେ ଧଳା କାଗଜ ଏମିତି ପକାଇବା ଧଳା କାଗଜ ପକାଇକି ତା ଉପରେ କ'ଣ କରିବା ନା ଗୋଟେ ଧଳା କାଗଜ ପକାଇକି ତାକୁ ପିନ୍ରେ ଚାରିପଟ ଗେଞ୍ଜିବା ଯେମିତି କାଗଜଟା ଉଡ଼ି ନଯାଏ ଗୋଟେ ଆୟତାକାର କାଚ ସ୍ଲାବକୁ କାଗଜ ମଝିରେ ରଖିବା ଗୋଟେ କାଗଜ ମଝିରେ ଯେମିତି ଆମେ ଗୋଟେ କାଚ ସ୍ଲାବକୁ ଯେମିତି ମଝିରେ ରଖିଲେ ସେମିତି କାଚ ସ୍ଲାବକୁ କ'ଣ କରିବା ମଝିରେକା ରଖିବା ରଖି ସାରିଲା ପରେ ଆମେ କ'ଣ କରିବା ନା ସ୍ଲାବ୍ର ବାହ୍ୟ ସୀମା ରେଖାକୁ ପେନସିଲ୍ ସାହାଯ୍ୟରେ ଅଙ୍କନ କରି ତା ନାମ ABCD ଦେବା ହେଲା କାଚ ସ୍ଲାବକୁ ଏମିତି ରଖିଦେବା ଏମିତି କାଚ ସ୍ଲାବକୁ ରଖିଦେଲେ କାଚ ସ୍ଲାବକୁ ରଖିଦେଇକି ତାକୁ କ'ଣ କରିବା ତା ଚାରିକଡ଼ ଏମିତି ଗାର ଟାଣି ଦେବା ଗାର ଟାଣି ଦେଇକି ତା ନାଁ କ'ଣ ଦେବା ABCD ଆମେ ଦେଇଦେଲେ ଯଦି ABCD ଦେଇଦେଲେ ତାକୁ କ'ଣ କରିବା ଅଗ୍ରଭାଗ ମୁନିଆ ଥିବା 4ଟି ସମାନ ପିନ୍ କଣ୍ଟା ନେବା ଲମ୍ବା ପିନ୍ 4ଟା ନେବା ହେଲା କାଗଜ ଉପରେ EF ନାମକ 2ଟି ପିନ୍ ଭୂଲମ୍ବ ଭାବରେ ପୋତ E ଆଉ F जोटा दुईटा पिन आम कौन करवा ए भूलम भाव में से कागज उपर सीधा रेखा पोतिबा जमीती ई ओ एफ मुन को जोग कर रेखा स्लाब्र ए बी धार प्रति तिर्यक हेब है ए बी धार प्रति ए रेखाटा ई एफ रेखाटा जो ई एफ एम देले जोटा कौन आसो ना तिर्यक भाव में रहा क्या ना ए बी लाइन की लगे तिर्यक रहा स्लाब्र अपर पार्श्व स्लाब भीतर को अनाई ये बर्तमान काच स्लाबटा रखा एपट बाटे कौन कर अनेबा आम आखिरे अनेबा देखा एपटे से जो पिन दुटा गेंजा है कौन भाव में देखा जाऊँगी ताले अनेक EF प्रतिबिंब को आम देखा एपटे तार प्रतिबिंब कौ जगार देखा जाउछि GOH नामक आउ दुईटी पिन कागज पर भूलम भाव में एभली रखा G आउ H जो भाव में कि मूल EF प्रतिबिंबर गोटे सहरेखा रही एपट बाटे आम अनेबा अनेले कौन आसो ना जमी ये जो लाइनटा तार प्रतिबिंब सृष्टि हो कौटी एठी आसिक आम देखिपर तेणु से सीधार दुईटा पिन कंडा आम कौन करवा पोतवा दुईटा पिन कंडा है क्लीयर बुझेगा कागज उपर सब पिन और स्लाब को काढ़ी नवा बर्तमान स्लाब को कटेदेवा स्लाब बुझ काचर जो चारिगणा जो मोटाटा थी से स्लाब बोली कहवा ताले कौन करवा बर्तमान पिन कंटा उठेदेवा सब उठे दबा EOF जो पिला आसला E आउ F ये कौन हो पिन स्थिति सूचित करुवा दुईटी बिंदु को कागज उपर जोग कर एक सरल रेखा अंकन करवा से रेखा को वर्धित कर जहाँ ए बी धारा को ओ बिंदु रे कौन कर स्पर्श कर बढ़ईदेवा देखा ओ बिंदु कौन कला स्पर्श कला सेहीपरि GOH बर्तमान आसला ये GOH बिंदु को बर्तमान बढ़ईदेवा जोटा को CD की कौन कर ना O डैश बिंदु रे छेद कर ओ डैश ये ओ आसला ये कौन आसला ओ डैश आसला ओ डैश कागज को आम बर्तमान जो लाइनटा आसला आ कौन करवा जोग करदे बर्तमान EF को EF को जोग करवा EF को P पद पर्यंत कौन करवा वर्ध कर देखिए EF जो सीधा रास्ता डिग्री आसला पूरा P पर्यंत कौन करवा वर्धित कर बर्तमान आम देखा ये जिनस कौन बुझिले ना यह हूँ कौन पिला माने जो आमर आसला कौन ना ओ डैश जो आसला पिला माने यहाँ हूँ काच स्लाब ये काच स्लाब भितर कौन हो देख आम इनसीडेंट बर्तमान आपतित रश्मि जो आसला आपतित रश्मि कहवा इनसीडेंट कहवा बर्तमान से कौन कले ना काच स्लाब उपर पकेले यदि काच स्लाब उपर पकेले बर्तमान से कौन हो देख बर्तमान ये काच स्लाब भितर तार कौन से दिग परिवर्तन करुँच कौन कर दिग परिवर्तन कर तार गतिपथ कौन तार गतिपथ को से कौन कर परिवर्तन करुँच यदि गतिपथ को परिवर्तन करदेला आहरी आम लक्ष्य करिया जे ओ डैश बिंदुटी स्वच्छ माध्यम को अलग करुवा व्यवधान पृष्ठ पर रही स्वच्छ माध्यम अलग कर देख यहाँ हूँ गोटे स्वच्छ माध्यम यहाँ हूँ गोटे माध्यम जोटा कि वायु यहाँ हूँ काच ग्लास ये गोटे आउ गोटे माध्यम दुईटा माध्यम वायु गोटे माध्यम आउ गोटे हूँ काच ग्लास गोटे माध्यम जो पिला वायु जो माध्यम ताकू कहते लघु माध्यम कौन कहते भल मन रख जो काच ग्लासटा जो आसला से हूँ गुरु माध्यम
गुरु माध्यम है लघु माध्यम आउटा हूँ कौन गुरु माध्यम तो लघु माध्यम जो आसला पे लघु माध्यम क्या कहले बुझिपार लघु माध्यम क्या कहले ना यहाँ कौन आसला ना वायु को कहले लघु माध्यम वायु को कहले आईटा आसला काच को कहले काच स्लाब को कहले काच हाँ गुरु माध्यम कहले बुझ ना नहीं तार दुटा मन रखिला पे से कौन ओ बिंदु ठारे ए बी पृष्ठ प्रति आम कौन करवा गोटा एन डैश गोटे लंब अभिलंब अंकन करवा ओ डैश ठार से सी डी पृष्ठ उपर एम आउ कौन एम डैश एम डैश एम डैश गोटे अभिलंब अंकन करवा आलोक रश्मि ओ डैश बिंदु ठारे काच माध्यम वायु माध्यम को अर्थात घन माध्यम लघु माध्यम को यहाँ लघु माध्यम कहीपर एटा गुरु माध्यम कह घन माध्यम भी कह कौन करवा घन माध्यम भी कहीपर है घन माध्यम गुरु माध्यम जहाँ कह घन माध्यम तो कहीपर ताल आलोक रश्मि काच वायु माध्यम घन माध्यम लघु माध्यम को प्रवेश करुच्ची यहाँ लघु यहाँ देखिए मुझे लिखिदे देख यहाँ हूँ लघु माध्यम यहाँ हूँ घन पुणी यहाँ आसला कौन लघु माध्यम सब गुड़ा लघु माध्यम घन माध्यम पुणी घन माध्यम कौटे आसो ना लघु माध्यम को आसो तार पे ओ डैश बिंदु ठारे आलोक रश्मि अभिलंब ठारू दूरे बंकी जाइए ओ देख ये केमती आसी देख ये अभिलंब रहा अभिलंब आड़ को पाखे आसी देख पुणी ये अभिलंब ठार एपटे जो ओ डैश बिंदु अभिलंब ठार कौन है ना दूरे की पड़े साड़ू आड़ को आसता कि साड़ू को दूरे की पड़े ताले ये सब जिन कहीं हो देख आम पढ़ा पे एठारे कौन होची ना ईओ पिला माने भल देख ये ईओ होची कौन ना आपतित रश्मि जो कथा तुम कहली ईओ होची आपतित रश्मि एठी ओ डैश होची तार कौन प्रतिश्रुत रश्मि ताले आपतित रश्मि पड़िला एठी प्रतिछन्न पृष्ठ से प्रतिछन्न पृष्ठ उपर कौन है ना ये विच्छुरित हो गला माने एपटू आसी पड़ेगा पृष्ठ पर आम कह प्रतिश्रुत रश्मि गला ओ एच डैश निर्गत रश्मि है जोटा ये काच बिंदु जो काच स्लाब भितर यहाँ हूँ निर्गत रश्मि लक्ष्य कर निर्गत रश्मि ओ डैश आउ एच ये जो रश्मिटा आसला एच आपतित रश्मिर दिग सह समांतर ये जो दिग सह आसला बेले यहाँ जो सीधा जाऊला ताले यहाँ कौन आसला आ सहित कौन आसला समांतर होकर रहीपरी कहीं हुए आयताकार काच स्लाबर दुईटी विपरीत समांतर पृष्ठ जोटा कहे ए बी और सी डी विपरीत समांतर पृष्ठ एटा ए बी आर अपोजिट हूँ सी डी यही विपरीत समांतर पृष्ठ में आलोक रश्मिर बांकी जीवार परिमाण समान और विपरीत अटे यही कारण निर्गत रश्मि ठारे आलोक रश्मि आपतित रश्मि सहित समांतर होकर कौन हुए ना निर्गत हुए मात्र आलोक रश्मि गोटे कड़ को किसी विस्थापित हो जाए आलोक रश्मि जितेबाला दुईटी स्वच्छ माध्यम व्यवधान पृष्ठ अविलंब पर पड़ा ये गोटा पृष्ठ पर अविलंब पड़ा पुणी गोटा पृष्ठ पर अविलंब पड़ा तो आलोक रश्मि अविलंब पड़े कौन हुए जानवा चेष्टा करवा आम बर्तमान देखा आलोक प्रतिसरण विषय आम जानले यदि प्रतिष्ठित होती प्रतिशत है पुणी यहाँ है आपतित रश्मि ये प्रतिशत होगा एपट पृष्ठ कथा नवा तो एपटे यहाँ हो आपतित रश्मि यहाँ हो प्रतिशत रश्मि बुझुच ना ना तेज यह जो प्रतिसरण हुए विभिन्न परीक्षा में जानले सब जिन कौन जान देखिए दुईटा नियम अच्छे पे ये दुईटा नियम को आम भल भाव में देखा ताले प्रतिसरणर दुईटी नियम प्रतिसरण दुईटी नियम पूर्व मुझे तुमको पे गोटे जिन कहूँ इंपोर्टां जिन आगे भल भाव पॉइंट आउट देखिए मन रख पे पूरा इंपोर्टां जिन जिते बड़े गोटे आलोक रश्मि गोटे लघु मध्यम घन मध्यम को जाए कौन लघु मध्यम पूरा इंपोर्टां पॉइंट लघु मध्यम कौटिक जीव ना घन माध्यम को जीव लघु माध्यम कौटी जीव ना घन माध्यम को जीव से कौन पे जान अविलंब आड़ को बंकई जीव जिते आलोक रश्मि लघु माध्यम घन माध्यम को जीव से रश्मि कौन आसो से रश्मि अविलंब आड़ को बंकई जीव ठीक उल्टाटा पे जिते बड़े आलोक रश्मि घन माध्यम जीव कौटी की ना लघु माध्यम को जीव से कौन हम ना अविलंब ठारू दूरे जीव बुझे पे तेरे आलोक रश्मिटा लघु मध्यम घन मध्यम लघु मध्यम घन मध्यम को जीव से कौन हम ना प्रतिष्ठित रश्मि जो हम से अविलंब आड़ को बंकई जीव ठीक से भाव में जो ये देख कौन है ना लघु मध्यम कौट के आसला ना घन मध्यम को आसला से कौन है ना ये देख अविलंब आड़ को बंकई आसला कमी आसला ना ये
अच्छा ये कौन हो ना घन मध्यम लघु मध्यम कड़े आसूसी जहाँपर कि अभिलम्ब ठार कौन हो दूरे जो साड़ को बिछड़ी पड़े साड़ को पड़े है ये दुटा पॉइंट इंपोर्टेंट प्लाट मन रखिए आसवा आलोकर प्रतिसरण नियम आम देखा यहाँ हूँ ये जिनस परीक्षार पड़ो मन रखियो आलोकर प्रतिसरण दुईटी नियम आम देखा पे आपतित फास्ट नियम हो पढ़ी आगु 9th क्लास पढ़ी आपतित रश्मि प्रतिश्रुत रश्मि और आपतन बिंदु ठारे दुई यदि स्वच्छ माध्यम आसला से स्वच्छ माध्यम व्यवधान पृष्ठ प्रति अंकित अविलंब एम समस्ते कौन हे ना गोटे समतल पर रे आपतित रश्मि प्रतिश्रुत रश्मि आ प्रतिसरण पृष्ठ उपर कौन से अंकित अविलंब समेत गोटे सरल रेखार रे गोटे समतल समेत रे सेकेंड टू कौन पे दुईटी निर्दिष्ट माध्यम दुईटा निर्दिष्ट जानले गोटे घन माध्यम लघु माध्यम घन माध्यम जो माध्यम दुईटी निर्दिष्ट माध्यम और गोटे निर्दिष्ट वर्णर आलोक आपतन कोणर साइन आपतन कोणर साइन आपतन कोणर जब साइन आम पढ़ा पे जाना साइन आई साइन कौन आई डिवाइड बाई कौन दुईटा आपतन कोणर साइन और प्रतिसरण कोणर साइन एक स्थिरांक प्रतिसरण कोण हो साइन आर तार साइन ए बाय साइन आर इज इक्वाल टू होची कौन पे स्थिरांक कौन स्थिरांक यही स्थिरांक को प्रथम माध्यम तुलन में द्वितीय माध्यम प्रतिसरणांक कहुए प्रथम माध्यम तुलन में द्वितीय प्रथम माध्यम तुलन में द्वितीय जहाँ धरछ धर है दुईटी माध्यम तो है तार ना तार कौन आस ना द्वितीय माध्यम प्रथम माध्यम तुलन में द्वितीय माध्यम प्रतिसरणांक कहुए आम बर्तमान प्रतिसरणांक विषय प्रतिसरणांक जोटा आसला रिफ्राक्टिव इंडेक्स बोली कहते पे कौन आसो रिफ्राक्टिव इंडेक्स जहाँ आम कहे प्रतिसरणांक प्रतिसरण ये प्रतिसरणांक रिफ्राक्टिव इंडेक्स क्लीयर ना बुझीगला पे ये जिनसा भल भाव बुझीपार तापर ये बुझी सारापर आम आसा प्रतिसरणांक को आसा कौन आसा प्रतिसरणांक आसा ये तो मुझे कहली पे जमी कहली काच स्लाब भितर ये जो पॉइंट आसली ये पॉइंटा को बुझेगा प्रतिसरणांक कौन बुझेगा ना देख पे ठीक है पे आज ये यहाँ भल भाव प्राक्ट कर 2-3 थर लिखिक प्राक्ट कर बुक्रे अच्छी बुक्रे देखिपर तापर आम प्रतिसरणांक नेक्स्ट क्लास रे पढ़ाइबा है पे जहाँ पढ़ा हो भल भाव प्राक्ट कर यहाँ एग्जाम आसो यहाँ हूँ इंपोर्टेंट क्वेश्चन एग्जाम आसीपे है भल भाव प्राक्ट करवा है पे क्लीयर थैंक्स ऑल ऑफ यू गॉड ब्लेस यू ऑल।